ଯାତ୍ରା ସିଙ୍ଗର ମଞ୍ଜୁଶ୍ରୀ ମଣ୍ଡଳ କିଛି ଦିନ ପୂର୍ବରୁ ଦୁଇଟି କିଡନୀ ନଷ୍ଟ ହୋଇଥିଲା ଏବଂ ସେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ଅର୍ଥ ସାଜିଥିଲା ବାଧକ ଏବଂ ସେ ବର୍ତ୍ତମାନ ଚିକିତ୍ସା ହେଉଛନ୍ତି ଏବଂ ଆରି ଭିତରେ ଯାତ୍ରା କଳାକାରଠୁ ଆରମ୍ଭ କରିକି ସମସ୍ତେ ତାଙ୍କୁ ସାହାଯ୍ୟର ହାତ ବଢ଼େଇଛନ୍ତି ଏବଂ ଆଜି ଆସି ହ୍ୟାପି କର ଏବଂ ମାମୁନି ମ୍ୟାଡାମ 50,000 ଟଙ୍କା ସାହାଯ୍ୟ କରୁଛନ୍ତି। ହ୍ୟାପି ଭାଇ ଅଛନ୍ତି, ଆଲୋଚନା କରିବା। ଭାଇ, ଯାତ୍ରା ସିଜିନ୍ ସରିଛି, ବର୍ତ୍ତମାନ ଆପଣ ଆସିଛନ୍ତି ମଞ୍ଜୁଶ୍ରୀକୁ ସାହାଯ୍ୟର ହାତ ବଢ଼େଇବା ପାଇଁ। ଖବର କେବେ ପାଇଲେ ଏବଂ କେମିତି ଅଛି ଝିଅର? ହଁ, ତାଙ୍କର ଆଜି ଡାୟାଲିସିସ୍ ଥିଲା। ଡାୟାଲିସିସ୍ ହେଲେ କ'ଣ କି ଯେଉଁ ତାଙ୍କର ପାଣିଟା ଜମେ, ଆଜି ଦିନଟା ତାଙ୍କୁ ଭଲ ଲାଗିବ, 2-3 ଦିନ ଭଲ ଲାଗିବ, ତାପରେ ତାର ଅନକମ୍ଫର୍ଟ ଲାଗିବ, ଯେମିତି ତଣ୍ଟିପଟ ପଳେଇ ଆସୁଛି। ତ ଠାକୁରଙ୍କୁ ପ୍ରାର୍ଥନା କରୁଛି ଏଇ ଯେଉଁ ଆମେ ଯେଉଁ ଜିନିଷଟା ଆମେ ଏଇଟା ମାନେ ଲୋକଲୋଚନକୁ ଆଣିବା କି ମିଡ଼ିଆ ସାମ୍ନା ଫ୍ଲାସ୍ କରିବା ଆମର ଉଦ୍ଦେଶ୍ୟ ନଥିଲା। ମୁଖ୍ୟ କଥା ଆମେ ଡିକ୍ଲେୟାର କରିଥିଲୁ 14 ତାରିଖ ଦିନ ଯିବା ପାଇଁ। ଯେହେତୁ ଝିଅ ଯାଇଥିଲେ 14 ତାରିଖ ଦିଲ୍ଲୀ ଯାଇଥିଲେ ହେରି, 4-5 ଦିନ ପରେ ଆସିଲେ, ସମ୍ଭବ ହେଇପାରିଲାନି। ତାପରେ ଆମାଉଣ୍ଟ କିଛି ଅଳ୍ପ ଥିଲା, ଆଉ କିଛି ମିଶେଇକି ଆମେ କହିଲୁ ଗୋଟେ ଦିନ ଆଜି ସ୍ଥିର କଲେ ଯାଇକି ଦେଖା ହେଇକି ସେଥିପାଇଁ ଆସିଥିଲୁ। ଏମିତି କରିବାକୁ କିଛି କଳାକାର, ସବୁ କଳାକାର ଟିକେ ଆସିକି ହାତ ବଢ଼ାନ୍ତୁ, ହୁଏତ ଆପଣମାନଙ୍କର ଚେଷ୍ଟାରେ ଗୋଟେ ଜୀବନ ବଞ୍ଚିଯିବ। ଭାଇ, କେତେ ଟଙ୍କା ଆପଣ ଆଉ ଆପଣ ମିସେସ୍ ହାତ ବଢ଼େଇଲେ? ମାମୁନି ପାଇଥିଲା ପୁରସ୍କାର, ସେଟା କହିଥିଲା, ଡିକ୍ଲେୟାର କରିଥିଲା ପୁରସ୍କାର ଯାହା ମିଳିବ ଦେବା ପାଇଁ। ସେ 22,000 ପୁରସ୍କାର ପାଇଥିଲା। ଆଉ ଗୋଟେ 3,000 ଟଙ୍କା ଆମର ଡ୍ୟାନ୍ସ ମାଷ୍ଟର ଯିଏ ସାର୍ ସିଏ କଲେକ୍ସନ୍ କରିଥିଲେ ଡ୍ୟାନ୍ସ ପିଲାଙ୍କୁ ଧରିକି। ଆଉ ମୁଁ 22,000 ଟଙ୍କା ମିଶେଇକି 50,000 ଟଙ୍କା କରିକି ତାକୁ ଦେଇକି ଗଲୁ। ଆଉ ଆପଣଙ୍କର କିଛି କିଛି ସାହାଯ୍ୟ ଝିଅର ଜୀବନ ବଞ୍ଚିଯିବ। ଆପଣ ନିଶ୍ଚିତ 4.5 କୋଟି ଓଡ଼ିଆ, ଜଣେ ଯଦି ଟଙ୍କାଟେ ଲେଖା ଦେବେ କେତେ ପଇସା ହେଲାଣି। ସମସ୍ତେ ତ ସମ୍ଭବ ନୁହଁ, ଯାହା ଅକ୍ଷରେ ଯାହା ଦେଲେ ବହୁତ ଭଲ ହୁଅନ୍ତା। ୟା ପରେ ଗୋଟେ ନିଷ୍ପତ୍ତି ନେଇଛି, ଆଉ ଗୋଟେ ନିଷ୍ପତ୍ତି ଯେ ଯାହା ପୁରସ୍କାର ସ୍ୱରୂପ ଆମକୁ ମିଳିବ ସେଇଟା ଏମିତି ମହତ୍ତ୍ୱ ଉଦ୍ଦେଶ୍ୟରେ କିଛି କାହା ପାଇଁ ଲାଗିଲେ ଖୁସି ଲାଗିବ। ଯାତ୍ରା ମାଲିକ ଏବଂ ଅନ୍ୟ କଳାକାରଙ୍କୁ କ'ଣ କହିବେ? କିଛି କିଛି ସାହାଯ୍ୟ କରିବା ପାଇଁ କହିବେ, ଅନୁରୋଧ କରିବେ? ହଁ, ମାଲିକମାନେ ସାହାଯ୍ୟ କରିଛନ୍ତି। ସିଂହ ବାହିନୀର ସାରେ ଯେଉଁ ପାଢ଼ୀ ସାରେ ସିଏ କିଛି ପଇସା ସାହାଯ୍ୟ କରିଛନ୍ତି। ଅନ୍ୟ ମାଲିକମାନେ ଧୀରେ ଧୀରେ ସାହାଯ୍ୟ କରିବେ। ଆଉ ଗୋଟେ ଦୁଃଖ ଲାଗୁଛି, ଯେତେବେଳେ 25-26 ପାଇଁ ଯାତ୍ରା ସିଜିନ୍ ଆରମ୍ଭ ହୋଇଛି, ସେ ସମୟରେ ଅନ୍ୟ କଳାକାରମାନେ, ସିଙ୍ଗରମାନେ ଗୀତ ଅଭ୍ୟାସ କଲେଣି ଆଖଡ଼ା ସାରା, କିନ୍ତୁ ମଞ୍ଜୁଶ୍ରୀ ଆଖିରେ ଆଜି ଲୁହ କରିବା। ଆଉ ଏଟା ଦୁଃଖର କଥା। ଆମେ ତ କିଛି କରିପାରି, ଠାକୁରଙ୍କୁ ପ୍ରାର୍ଥନା କରାଯାଇଛି ଛୁଆଟି ଭଲ ହେଇଯାଉ, ପୁଣି ଆମ ମଞ୍ଚକୁ ଫେରିଆସୁ। ମୁଁ ସେ ଝିଅ ପାଇଁ କେବେ ଚଳି ନଥିଲି। ମୁଁ ତୁଳସୀ ଛାଡ଼ିଲା ପରେ ସେ ଝିଅ ଆସିଛି। ଆଉ ଏଇ ଆପଣମାନଙ୍କର ଚ୍ୟାନେଲ୍ ମାଧ୍ୟମରେ ଦେଖିଲା ପରେ ଭାରି କଷ୍ଟ ଲାଗିଲା। ଛୋଟ ପିଲାଟିଏ, ତା କଥା ସମସ୍ତେ ଜାଣିଛନ୍ତି। ଭଗବାନ ତାକୁ ସାହା ହୁଅନ୍ତୁ, ଏତିକି ପ୍ରାର୍ଥନା। ନିଶ୍ଚିନ୍ତ ଭାବରେ ଛୋଟିଆ ସାହାଯ୍ୟ ମଞ୍ଜୁଶ୍ରୀଙ୍କ ଜୀବନ ବଞ୍ଚିପାରିବ। ମଞ୍ଜୁଶ୍ରୀ ମ୍ୟାଡ଼ାମ୍, ଆପଣଙ୍କର ଦେହ ଅସୁସ୍ଥ ଅଛି, ଡାୟାଲିସିସ୍ ଚାଲିଛି। କେତେ ଦିନ ଭିତରେ ଆପଣଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ ଏବଂ ଚିକିତ୍ସା କେତେ ଦିନ ଚାଲିବ? ଚିକିତ୍ସା କେତେ ଦିନ ଚାଲିବ କହିଲେ, ଏବେ ଆହୁରି 2 ବର୍ଷ 2.5 ବର୍ଷ ଚିକିତ୍ସା ଚାଲିବ। କାହିଁକିନା ଏବେ ତ ଖାଲି ଡାୟାଲିସିସ୍ ହେଉଛି, ତାପରେ ଟ୍ରାନ୍ସପ୍ଲାଣ୍ଟ ହେବ। ଟ୍ରାନ୍ସପ୍ଲାଣ୍ଟ ପରେ 1.5 ବର୍ଷ 6 ମାସ ପୁରା ରେଷ୍ଟ୍ରିକ୍ସନ୍ରେ ରହିବା ପାଇଁ ପଡ଼ିବ। ତାପରେ 1.5 ବର୍ଷ ଖଣ୍ଡେ ମାନେ ହେଭି ଆମାଉଣ୍ଟର ମେଡ଼ିସିନ୍ ଲାଗିବ ମୋତେ, ଯେଉଁଟା ସାର୍ କହୁଥିଲେ, ମାନେ ଡକ୍ଟର କହୁଥିଲେ ପ୍ରତ୍ୟେକ ମାସକୁ 30,000 ତୋର ମେଡ଼ିସିନ୍ରେ ଲାଗିଯିବ। ପୁଣି ଯେଉଁଠି ରୁମ୍ ନେଇକି ରହିବୁ, ଯେଉଁଠି ଟ୍ରାନ୍ସପ୍ଲାଣ୍ଟ କରିବ ସେଇଠି ପାଖରେ ରୁମ୍ ନେଇକି ରହିବା ପାଇଁ ପଡ଼ିବ, ସେ ଖର୍ଚ୍ଚ। ଏବେ ତ ଏ ପଇସା ଗୁଡ଼ା ସବୁ ଟ୍ରାନ୍ସପ୍ଲାଣ୍ଟରେ ଲାଗିଯିବ। ତାପର କଥା ଚିନ୍ତା କଲା ବେଳକୁ ମାନେ ମୁଣ୍ଡ କିଛି କାମ କରୁନି। ସେ ପଇସା ଭାଇ ବାହାରକୁ ପଳେଇବ ଟ୍ରାନ୍ସପ୍ଲାଣ୍ଟ ପରେ, ଯାହା ଦେବ। କେତେ ଟଙ୍କା ଖର୍ଚ୍ଚ ହେବ? ଟ୍ରାନ୍ସପ୍ଲାଣ୍ଟରେ ମାନେ 15-20 ଲକ୍ଷ ଖର୍ଚ୍ଚ ହେଇଯିବ। ତାପରେ ଯେଉଁ ଖର୍ଚ୍ଚ ସେଟା ତ ବେହିସାବ ଖର୍ଚ୍ଚ। ଆଜି ହ୍ୟାପି ଭାଇ ଆଉ ମାମୁନି ମ୍ୟାଡ଼ାମ୍ ଆସିଥିଲେ, କେତେ ଟଙ୍କା କ'ଣ ସାହାଯ୍ୟ କଲେ? 50,000 ଟଙ୍କା ସାହାଯ୍ୟ କରିଛନ୍ତି। ମାମୁନି ଅପା ତାଙ୍କ ପ୍ରାଇଜ୍ ପଇସା ମୋତେ ଦେଇଛନ୍ତି, ଆଉ ତାଙ୍କ ଡାନ୍ସ ସାର୍ ବି ଦେଇଛନ୍ତି, ଆଉ ହାପି ଭାଇ ମାମୁନି ଅପା ତାଙ୍କର ଦରମା ପଇସା ବି ଦେଇଛନ୍ତି। ଖୁସି ଲାଗୁଛି। ଆଉ ଚିକିତ୍ସାରେ କିଛି ମାତ୍ର ସାହାଯ୍ୟ ହେବ? 1 ଟଙ୍କା ହେଲେ ମୋ ପାଇଁ ତ ବର୍ତ୍ତମାନ ଚିକିତ୍ସା ପାଇଁ ବହୁତ ସାହାଯ୍ୟ। ବହୁତ ଗୁଡ଼ାଏ କ୍ୟାମ୍ପରେ ଆମେ ଦେଖିଛୁ ଆପଣଙ୍କ ନାଁରେ ଟଙ୍କା କଲେକ୍ସନ୍ ହେଲା। ସେ ଟଙ୍କା ପ୍ରକୃତରେ ଆପଣଙ୍କ ପାଖରେ ପହଞ୍ଚିଛି, ଆପଣ ଜାଣିଛନ୍ତି? ହଁ, ପହଞ୍ଚିଛି। ଆମକୁ ଯେଉଁ
हीरालाल अंकल से कहले जी जी दौरान जो पार्टीटा तुम से मन रख कहीं तुम ना कहीकि बहुत पार्टी पैसा आदाय कर आम देखा किए देती कि ना धर तुम ना कहीकि पैसा आदाय कर तथापि मुझे जानी पार्टी समस्त प्राय दे सारी मंजुश्री कथा हूँ 25-26 नाटक आरंभ है आखड़ा साहर किंतु आपण केवल सोशल मीडिया देखुए गीत अभ्यास करते मेडिकल से दुख कलाकार जो दुख ना माने मु कौन कह मो जो पार्टी रे काम करूली सी बर्तमान धर पार्टी कंट्रोवर्सी चलती मुझे को किसी भी कहूनी है किंतु से पार्टी रे जते आखड़ा हो रिहर्सल हो मत बहुत कांद लगुच कारण मुझे से गीत गाई था रही था कि जेठी भी जाती नेक्स्ट ईयर गीत गाई था माने वर्तमान मुझे जिनसटा माने मोर जो मो जीवन में जोटा आशा थिला गोटे मोर टार्गेट थिला मु गोटे गीत गायकी गोटे ऑडियंस को हृदय रे जगह करी सेटा मोर आशाटा वर्तमान तो अधूरा रे रहीगला और जदि आगु को भगवान किसी मिराकिल करती ताले जीवी अधूरा स्वप्न पूर्ण हो निश्चय तथापि डॉक्टर कहते माने रेस्ट दरकार तते किछि ना सब सफल हो सक्सेस हला केते दिन पर पुनी में यात्रा मंच को मते भल लागिले डॉक्टर जदि कह देबे जे तू एबे जाई परिबू माने गीत गाई पारिबू ताले मैं निश्चय जीवी न जदि डॉक्टर मना करिया ना तू जीवनी मु तांको कथा तो माने ओवरटेक करि परिबेनी ना मोर जदि पुणी किछि असुविधा हला जो माने मते साहाय्य हाथ बढ़िचंती से माने कहबे तमे काई पुणी आस्तलो तुमको तो आमे केते कष्ट करिकि ठीक कलु काई आस्तलो तो से डॉक्टर जदि कहबे मैं निश्चय आसीबे निश्चित भाव में मामुनी मैडम मध्य अच्छा मैडम आपण जन सिंगर आ गोटे सिंगर को आज आसते साहाय्य करने यात्रा जेहेतु छुट्टी पड़ता रिहर्सल आरंभ भितर केमती अच्छी झीर नाई देह सुस्थ तो डायलिसिस चली आगु कौन हम भगवान जानते ट्रांसप्लांट हबार अच्छी ट्रांसप्लांट हे बहुत पैसा पाखे दरकार मुझे पचारूली से पैसा टी कलेक्शन है कि सेमती पाखापाखि कहले ना दीदी सेमती किसी कलेक्शन सेटा है तापर खाली तो डायलिसिस करदे हेनी डायलिसिस पर ट्रिटमेंट जो सब दरकार रेस्ट ने वर्षे 1.5 वर्ष केते दुनिया पैसा दरकार तो मुझे कहि आपण मैंने गोटे भौणी की बचाई आपण मैंने आहरी टी साहाय्य करूँ जमी सी ट्रांसप्लांट होगी भल हो जातु भल पुणी आसतु परिवार को मैडम आपड़ जिते प्राइज पाई स्टेज रू जिते पुरस्कार भार पाई आज आप आणिक आज्ञा तो टोटाल कलेक्शन होता 22,000 केते टंका होता मंचरे 3,100 केते टंका होता जितेबाला आम समस्ते मिलित भाव में मंचरे डिक्लेयर होता जो मागुले से 3,000 केते टंका होता मो पुरस्कार पैसा मत मिलता 22,000 केते टंका हाँ जड़े देते 10,000 एमती सब मिसिकी टोटाल 22,000 केते आउ किछि मिसिकी टोटाल 50,000 करके आम देबो मालिक मैंने जब समस्ते चाहिए आज्ञा मालिक टोटाल समस्ते मिसिकी टोटाल ट्रांसप्लांट हो किसी असुविधा ना समस्ते मुझे कहि मालिक माने होचंदे आम बापा माँ सबकि सी यदि चाहिए गोटे पिलाटी निश्चय बंची पार पुणी थे से भल होगी आसीपर निश्चित भाव में आपण मानकर छोटिया साहाय्य मंजुश्री भल होगी पुणी थरे यात्रा मंच को फेर आम भी अपेक्षा करुचु किडनी ट्रांसप्लांट हो सक्सेसफुल हो एवं मंजुश्री पुणी थरे यात्रा मंच को फेरंतु एवं सुमधुर कंठरे गीत गाई दर्शकों मन को छुं।